ଅଟୋଟି ଯୁଆଡ଼େ ଯାଉଛି ଗାଈଟି ତାକୁ ଗୋଡ଼ାଇ ଚାଲିଛି। ଅଟୋ ଭିତରେ ଚାଳକଙ୍କ ବ୍ୟତୀତ ଆଉ କେହି ବି ନାହାନ୍ତି କି ଅଟୋ ଚାଳକ ଜଣକ ମଧ୍ୟ ତା ମାଲିକ ନୁହନ୍ତି। ଦର୍ଶକ ବନ୍ଧୁ, ଆପଣ ଭାବୁଥିବେ ତାହେଲେ କାହିଁକି ଏ ଗାଈଟି ଅଟୋ ପଛରେ ଏମିତି ଧାଉଁଛି, ଆଉ ଆମେ ଏ ଭିଡ଼ିଓଟି ଆପଣଙ୍କୁ ଦେଖାଇ ଏମିତି କାହିଁକି କହୁଛୁ। ହଁ ଦର୍ଶକ ବନ୍ଧୁ, ଇଏ ପୁରା ମା। ଏବେ ସେ ନୂଆ ନୂଆ ମା ହୋଇନି, 1.5 ବର୍ଷ ତଳର କଥାକୁ ଏ ଗାଈଟି ମନେ ରଖିଛି। ତା ଛୁଆକୁ ଫେରାଇ ଆଣିବାକୁ ଯେମିତି ପାଟି ଫିଟାଇ କହିପାରୁନି ସତ, ହେଲେ ତାର ଏ ନିରୀହ ଆଖି ସବୁ କହିଦେଉଛି। ଆଜିକୁ ପ୍ରାୟ 1.5 ବର୍ଷ ତଳେ ଏ ଗାଈର ବାଛୁରୀ ଅସୁସ୍ଥ ଥିଲା। ତେଣୁ ଅଟୋ ଚାଳକ ଜଣକ ଏହି ସମାନ ଅଟୋରେ ତା ଛୁଆକୁ ପଶୁ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ବାଛୁରୀକୁ ଚିକିତ୍ସା କରି ଅନ୍ୟ ଏକ ଗୋଶାଳାରେ ଛାଡ଼ିବାକୁ ପଡ଼ିଥିଲା। ଫଳରେ ମା କୋଳକୁ ଆଉ ଫେରି ନଥିଲା କୁନି ବାଛୁରୀ। ଆଉ ଏବେ 1.5 ବର୍ଷ ପରେ ସମାନ ଅଟୋକୁ ଦେଖି ଗାଈଟି ବାଟ ଛାଡ଼ୁନି, ଆଉ ଯେମିତି ପଚାରୁଛି, ମୋ ଛୁଆ କାହିଁ। ସତରେ ଦର୍ଶକ ବନ୍ଧୁ, ଏ ଭିଡ଼ିଓ ଆଜି ସମସ୍ତଙ୍କ ଆଖି ଓଦା କରିଦେଇଛି। ଯେଉଁଠି ଆଜିର ମଣିଷ ବାପା ମା ବୁଢ଼ା ହୋଇଗଲା ପରେ ବୃଦ୍ଧାଶ୍ରମରେ ଛାଡ଼ିଦେଇ ମଣିଷ ପଣିଆକୁ ଭୁଲି ଯାଉଛି, ସେଇଠି ଏ ପଶୁଟିର ଏଭଳି ଭଲ ପାଇବା ହୁଏତ ସମସ୍ତଙ୍କୁ ସମ୍ପର୍କର ମୂଲ୍ୟ ବୁଝାଇଦେବ। ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ, OTV।